ଦେଖନ୍ତୁ ଆମେ ସଦନୀୟ ଭାବେ ଆମର ଏଆଇସିସି ସଭାପତି ମାଲ୍ଲିକାର୍ଜୁନ ଖାଡଗେଜୀକୁ ଏବଂ ଆମର ଅଜୟ ମାଖାନଜୀକୁ ଆମେ ଯାଇକି ଭେଟିଥିଲୁ। ଆମର ଆଲୋଚନା ହେଇଥିଲା ଗତ ଭଡ଼ା ବେପାର ବିଷୟରେ। ତ କେମିତି 3 ଜଣ ବିଧାୟକ ଆମର କ୍ରସ୍ ଭୋଟିଂ କଲେ ସେ ଅନୁସାରେ ଆମକୁ ପଚାରୁଥିଲେ। ଆଉ ଆପଣମାନେ ଯେତିକି ଜଣ ଆସିଛନ୍ତି ସମସ୍ତେ କଂଗ୍ରେସ ଦଳରେ ରୁହନ୍ତୁ ଏବଂ କଂଗ୍ରେସ ପାଇଁ କାମ କରନ୍ତୁ ବୋଲି ଆମକୁ ଆ, କଥା ଦେଇଛନ୍ତି। ନାଇଁ ନାଇଁ ସେମିତି ତ ଆମେ କୌଣସି ଆ, ଆଲୋଚନା ହେଇନାହିଁ। ଆମେ ମାନ୍ୟବର ସାଂସଦଙ୍କ ପାଖରେ ମଧ୍ୟ ଆମେ କଥା ହଉଥିଲୁ। ଆଉ କୌଣସି ସେମିତି ଆସିନଥିଲେ। ଏମିତି ସିଏଲପି ପରିବର୍ତ୍ତନ ପାଇଁ କୌଣସି ଆଲୋଚନା ମଧ୍ୟ ହେଇନାହିଁ। ନା ଏବେ ତ ଦେଖନ୍ତୁ ଆମେ ଏବେ ତ ଠିକ ଠାକ ଚାଲିଛି ଆମର ସିଏଲପି ଲିଡର ରାମ କାଡମ ମଧ୍ୟ ଭଲ ପୋଷଣ କରୁଛନ୍ତି। ଦେଖନ୍ତୁ ଆମର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରସଙ୍ଗରେ ଆଲୋଚନା କରୁଥିଲେ। ବହୁତ ଭଲ ପ୍ରସଙ୍ଗ ଆଲୋଚନା କରୁଛନ୍ତି। ସେଥିପାଇଁ ଯାହାକୁ ବି ସମୟ ଲାଗିବ ଆଜ୍ଞା ସେ ମୁଁ ଜଣେ ଆଦିବାସୀ ଲୋକ କଥାବାର୍ତ୍ତାଟା ଟିକେ କୋରାପୁଟିଆ ଲୋକ ତ ଟିକେ ଅଲଗା ଇଏ ହଉଛି। ନିଶ୍ଚିତ ଭାବରେ ରାମକରମ ଭଲ ପ୍ରସଙ୍ଗ ଉଠାଉଛନ୍ତି। ନାଇଁ ତ ଆମେ ପରିବର୍ତ୍ତନ ବି ଚାହୁଁନୁ। ଯାଇଥିଲୁ ଦିଲ୍ଲୀ ଟିକେ ଦିଲ୍ଲୀର ଲଡୁ ମିଠା ଅଛି ନା ପିଠା ଅଛି ଟିକେ ଚାଖିବା ପାଇଁ ଯାଇଥିଲୁ ଦିଲ୍ଲୀ। ନା जो खाएगा वो फंसेगा नहीं, जो नहीं खाएगा वो भी फंसेगा। ନାଇଁ ଦିଲ୍ଲୀ ଲଡୁ ତ ଦେଖନ୍ତୁ ଖାଇବା ଲୋକ ପଶିବ ନ ଖାଇବା ଲୋକ ବି ପଶେଇବ। ଯେହେତୁ ଆମେ କିଛି ସମୟ ପୂର୍ବ ଦେଖିଲୁ ଆପଣଙ୍କ ବିଧାୟକ ଯିଏ ରହିଥିଲେ ମହମୁଦୁର ଯୋଉ ଦିଲ୍ଲୀକା ଲଡୁ ଯୋଉ ଥାଏ ମୋ କଥା ଆପଣ ବି ସେ ସମାନ ଉତ୍ତର ଦେଲେ। ଯେମିତି ଘୋଷା ଶୁଆ ଭଳିଆ ଉତ୍ତରଟି ଆସୁଛି ତୁମ ଭିତରେ କିଛି ରାଜନୈତିକ ଅଭିଯୋଗ ରହିଛି କି ଦୁର୍ଗା ଆପଣ ଫେରିଲା ବେଳେ ସେ ଗୋଟେ ଉତ୍ତର ଦେବା ପାଇଁ କୁହାଯାଇଛି? ନାଇଁ 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 ସେମିତି କିଛି ଇଏ ନାହିଁ। ଆମେ ଦେଖନ୍ତୁ ଯାହାର କାମରେ ସେ ମଧ୍ୟ ଅଛନ୍ତି। ଏବେ ବି ଆମ ବିଧାୟକ ମାନେ ଅଛନ୍ତି ଦିଲ୍ଲୀରେ। ଆମର କାମ ଥିଲା ତ ସେଥିପାଇଁ ଆମେ ଶୀଘ୍ର ପଳାଇଲୁ। ଜାଣି ତୁ ତ ନାହିଁ ଆମେ ଆମକୁ ଦେଖନ୍ତୁ ଆମର ଏଆଇସିସି ସଭାପତି ଆମକୁ ଡାକରା ଦେଇଥିଲେ। ଆମେ ଯାହା ଇଚ୍ଛା ସେମାନେ ତାଙ୍କ ସହ ଇଚ୍ଛାରେ ଯାଇଥିଲୁ। ହଁ ଡାକିଥିଲେ ଏବଂ ଯାଇକି ଆମେ କଥାବାର୍ତ୍ତା ବି କଲୁ ଏବଂ ମିଶିଲୁ। ଭଲ ଆମକୁ ଆଡଭାଇଜ ମଧ୍ୟ ଦେଲେ କେମିତି କଂଗ୍ରେସ ଦଳ ପାଇଁ କାମ କରିବାର ଅଛି, କେମିତି ଏକତା ରହିବାର ଅଛି ସେ ବିଷୟରେ ଆମକୁ କହିଲେ। ହଁ? ଦେଖନ୍ତୁ ଆମକୁ ବିଶେଷ ସୂତ୍ରରୁ ଆମେ ଖବର ପାଇଲୁ ଏବଂ ଆଲୋଚନା ବି ଆମେ କଲୁ। ତାଙ୍କର ସୁପୁତ୍ର ବି ଆମ ସହିତ ଥିଲେ। ଆମ ନାଇଁ ନାଇଁ ସେମିତି କିଛି ତ ଆମକୁ ଆଲୋଚନା କରିନାହାନ୍ତି। ଆଉ କାଡାମଜୀ ମଧ୍ୟ ତାଙ୍କର କଣ ପ୍ରୋଗ୍ରାମ ଗୋଟେ ମିଟିଂ ଗୋଟେ ଥିଲେ ସେଥିପାଇଁ ତାଙ୍କ ମଧ୍ୟ ଆସିଥାନ୍ତେ ଦିଲ୍ଲୀ। ଦେଖନ୍ତୁ ସେଟା ହାଇକମାଣ୍ଡ କହିବ। ଆଉ ଯିଏ ଯଦି ଦଳକୁ ଧକ୍କା ଦବ ସେ ନିଶ୍ଚିତ ଭାବରେ ସସ୍ପେଣ୍ଡ ହବ, ଦଣ୍ଡ ପାଇବ।